ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଡିଗ ଗାଁ ପଞ୍ଚାୟତ ମଧୁପୁର ଗ୍ରାମର ଶ୍ରୀକାନ୍ତ ପ୍ରଧାନ ନାମକ ଯୁବକଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଅହମ୍ମଦାବାଦର ମୃତ ଶରୀରକୁ ଆମ୍ବୁଲାନ୍ସ ଯୋଗେ ନିଜ ଜନ୍ମମାଟି ତଥା ମଧୁପୁର ଗ୍ରାମକୁ ଅଣାଯାଇଥିଲା। ସୂଚନା ଯେ ଶ୍ରୀକାନ୍ତ ଗୁଜରାଟରେ ରହି କାମ କରୁଥିଲେ। ଅହମ୍ମଦାବାଦଠାରେ ତାଙ୍କର ଦୁର୍ଘଟଣା ଘଟିଥିଲା। ପରେ ଡାକ୍ତରଖାନାରେ ଚିକିତ୍ସିତ ସମୟରେ ମୃତ୍ୟୁ ଘଟିଥିଲା। ପାଖରେ ଅର୍ଥ ନଥିବାରୁ ଶ୍ରୀକାନ୍ତଙ୍କୁ ଡାକ୍ତରଖାନା କର୍ମଚାରୀ ତାଙ୍କୁ ନିଜ ଗ୍ରାମକୁ ପଠାଉନଥିଲେ, କିନ୍ତୁ ଖବର ପାଇ କନ୍ଧମାଳ ସାଂସଦ ତଥା ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ପୁଅ ଏ ବିଷୟରେ ଆଲୋଚନା କରି ସଙ୍ଗେ ସଙ୍ଗେ ବକେୟା ଅର୍ଥ ପୈଠ କରିଦେଇଥିଲେ ଏବଂ ମୃତ ଶରୀରକୁ ଆମ୍ବୁଲାନ୍ସ ଯୋଗେ ଶ୍ରୀକାନ୍ତଙ୍କ ଗ୍ରାମ ମଧୁପୁରକୁ ପହଞ୍ଚାଇଥିଲେ। ଏହି ଖବର ଶୁଣିବା ମାତ୍ରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଜନସାଧାରଣମାନେ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀଙ୍କୁ ସାଧୁବାଦ ଦେବା ସହିତ ଆଶୀର୍ବାଦ କରିଛନ୍ତି। ଦଶପଲ୍ଲାରୁ ବଳଭଦ୍ର କରଙ୍କ ରିପୋର୍ଟ, ବ୍ଲାକ୍ କିଟ୍ ନ୍ୟୁଜ୍ ଓଡ଼ିଆ।